ପଲ୍ଲବୀ ଆଉ ସଞ୍ଜୀବ ସେ ଦେବେନ୍ଦ୍ର ନାୟକକୁ ପୋଲିସ ଷ୍ଟେସନକୁ ଆଣିବେ। ତାପରେ ଏସପି ସାର୍ କହିବେ, ମିସେସ୍ ମହାପାତ୍ର, ଆପଣ ଏଠି କାହିଁ ଆସିଛନ୍ତି? ପୁଣି ରୁଲ୍ ଭାଙ୍ଗି ଜୋର ଜବରଦସ୍ତି ଆପଣ ମୋ ସହିତ ଦେଖା ହେବା ପାଇଁ ଚାହୁଁଛନ୍ତି। ତାପରେ ପଲ୍ଲବୀ କହିବେ, କ୍ଷମା କରିବେ ସାର୍, ଇଟ୍ସ ଅର୍ଜେଣ୍ଟ। ଆକ୍ଚୁଆଲି ମୁଁ ମୋ ନିଜକୁ ଇନୋସେଣ୍ଟ ପ୍ରୁଭ୍ କରିବା ପାଇଁ ସାଙ୍ଗରେ ପ୍ରୁଫ୍ ନେଇକି ଆସିଛି। ତାପରେ ଏସପି ସାର୍ କହିବେ, ପ୍ରୁଫ୍? ପୁଣି ପଲ୍ଲବୀ କହିବେ, ହଁ, ଇଏ ହେଉଛି ସେଇ ପିଲା ଯୋଉଦିନ ମୁଁ ସେଇ ଟ୍ରକ୍ ଡ୍ରାଇଭରମାନଙ୍କ ସହିତ ଇଣ୍ଟରଗ୍ରେଟ୍ କରୁଥିଲା ବେଳେ ଇଏ ମୋର ଭିଡ଼ିଓ ସୁଟ୍ କରୁଥିଲା। ଆଉ ମୁଁ ସେମାନଙ୍କଠୁ ଲାଞ୍ଚ ନେଉଛି ବୋଲି ସେ ଭିଡ଼ିଓକୁ ଏଡିଟ୍ କରି ସେ ଭିଡ଼ିଓକୁ ଭାଇରାଲ୍ କରିଥିଲା। ଏ ପିଲା ପାଖରୁ ମୁଁ ତାର କନଫର୍ମେସନ୍ ମଧ୍ୟ ରେକର୍ଡ କରି ସାରିଛି ସାର୍। ତାପରେ ସେ ଭିଡ଼ିଓକୁ ଦେଖେଇବେ। ତାପରେ ଏସପି ସାର୍ କହିବେ, ଏସବୁ ପଛରେ ତାହେଲେ କାହାର ହାତ ଅଛି? ତାପରେ ପଲ୍ଲବୀ କହିବେ, ସାର୍, ଏ ପିଲା ଭୈରବ ଭରଦ୍ୱାଜ ପାଇଁ କାମ କରୁଛି। ମୁଁ ସେ ଟ୍ରକ୍ ଡ୍ରାଇଭରମାନଙ୍କ ପାଖରୁ ଲାଇସେନ୍ସ ପେପର ଆଣି ଚେକ୍ କରୁଥିଲି, କିନ୍ତୁ ଏ ପିଲା ସେ ପେପର ଜାଗାରେ ଟଙ୍କାକୁ ଏଡିଟ୍ କରି ମୁଁ ସେମାନଙ୍କ ପାଖରୁ ଟଙ୍କା ନେଉଥିଲି ବୋଲି ସେ ଭିଡ଼ିଓରେ ଦେଖେଇଛି। ମୁଁ ଇନୋସେଣ୍ଟ ସାର୍, ପ୍ଲିଜ୍ ଆପଣ ମୋ ଉପରୁ ସେ ସସ୍ପେନ୍ସନ୍ କେସ୍ ହଟେଇ ଦିଅନ୍ତୁ। ତାପରେ ଏସପି କହିବ, ଗୋଟେ ମିନିଟ୍, ଏମିତି କଥା କଥାରେ ସସ୍ପେନ୍ସନ୍ ଅର୍ଡର ହଟେଇ ଦିଆଯାଇ ପାରିବନି ମ୍ୟାଡାମ୍। ସେଇଥିପାଇଁ ପ୍ରପରଲି ଲିଗାଲ ପ୍ରୋସେସର ଫଲୋ କରିବାକୁ ପଡ଼ିବ। କେବଳ ଗୋଟିଏ ଗୁଣ୍ଡା ବଦମାସର କନଫେସନ୍କୁ ନେଇ ଆମେ ଏତେ ବଡ଼ ପଲିଟିକାଲଙ୍କ ଉପରେ ଆରୋପ ଲଗେଇ ପାରିବା ନାହିଁ। ତାପରେ ପଲ୍ଲବୀ କହିବେ, ତ କ'ଣ କରିବାକୁ ହେବ ସାର୍? ତାପରେ ଏସପି କହିବ, ସେଣ୍ଟ ସ୍ପଣ୍ଡିଂ କେସରେ ଆମକୁ ଏମଏଲଏ ଭରଦ୍ୱାଜର ଡାଇରେକ୍ଟ ଥିବା କଥା ଯୋଉଥିରେ ପ୍ରୁଫ୍ ନ ହେଇଛି, ସେ ପର୍ଯ୍ୟନ୍ତ ଆମେ ତା ଏଗେନ୍ଷ୍ଟରେ କୌଣସି ଏକ୍ସନ୍ ନେଇପାରିବା ନାହିଁ। ତାପରେ ପଲ୍ଲବୀ କହିବ, ସାର୍, ଏ କେସରେ ଏମଏଲଏର ଡାଇରେକ୍ଟ ଲିଙ୍କ ଅଛି ବୋଲି ମୋ ହଜବେଣ୍ଡଙ୍କ ପାଖରେ ମଧ୍ୟ ଗୋଟେ ପ୍ରୁଫ୍ ଅଛି, ଯୋଉଥିରେ କି ଆମରି ଥାନାରେ ଜଣେ କନେଷ୍ଟବଳ ନିଜର ମୁହଁରେ ଏକଥା ସ୍ୱୀକାର କରିଛି। ତାପରେ ଏସପି କହିବ, ମିସେସ୍ ମହାପାତ୍ର, ଇଟ୍ ଇଜ୍ ଟୁ ମଚ୍। ଏମିତି ପିଲାଲିଆମି ଦେଖେଇ ସିଧା ହେଡ୍ କ୍ୱାର୍ଟରକୁ ଆସି ଏମିତି ହଙ୍ଗାମା କରନ୍ତୁନି। ଆଉ ଗୋଟେ ଏମିତି ପଲିଟିକାଲଙ୍କ ଏଗେନ୍ଷ୍ଟରେ ବିନା କୌଣସି ଷ୍ଟ୍ରଙ୍ଗ ଏଭିଡେନ୍ସ ଏତେ ବଡ଼ ଆରୋପ ଲଗେଇବାକୁ ସାହସ କେମିତି କରିପାରୁଛନ୍ତି? ଗୋଟେ ଥର ଏହିଭଳି କିଛି ନ ବୁଝି ନ ସୁଝି ସିଧା ଯାଇକି ତାକୁ ଆରେଷ୍ଟ କରିଦେଇଥିଲ। କ'ଣ ହେଲା ତାର ପରିଣାମ? ପୁରା ପୋଲିସ ଡିପାର୍ଟମେଣ୍ଟକୁ ଲଜ୍ଜିତ ହେବାକୁ ପଡ଼ିଥିଲା। ସେଇଥିପାଇଁ ଯାଆନ୍ତୁ। ଯଦି ସେମିତି କିଛି ଷ୍ଟ୍ରଙ୍ଗ ପ୍ରୁଫ୍ ଅଛି, ତାହେଲେ ତାକୁ ସାଥିରେ ଧରିକି ଆସନ୍ତୁ। ଗୋ। ତାପରେ ଏସପି ସାର୍ ସେଠାରୁ ଚାଲିଯିବେ। ତାପରେ ସଞ୍ଜୀବ କହିବେ, ପଲ୍ଲବୀ, ଗୋଟେ କଥା ତ ସାର୍ ସତ କହିକି ଗଲେ, ଏ କାମ ଏତେ ସହଜରେ ହେଇପାରିବନି। ତାପରେ ପଲ୍ଲବୀ କହିବେ, ଯେତେବେଳେ ସିଧା ଆଙ୍ଗୁଠିରେ ଘିଅ ନ ବାହାରେ, ସେତେବେଳେ ଆଙ୍ଗୁଠିକି କେମିତି ଟେଢ଼ା କରାଯାଏ ମୁଁ ଏ ପୋଲିସ ଡିପାର୍ଟମେଣ୍ଟରେ ଜଏନ୍ କଲା ପରେ ଶିଖିଲି। ଆପଣ ଖାଲି ଦେଖନ୍ତୁ କ'ଣ ହଙ୍ଗାମା ହଉଛି। ତ ଦର୍ଶକ ବନ୍ଧୁ, ଏବେ କ'ଣ ପ୍ଲାନ୍ କରିଛନ୍ତି ପଲ୍ଲବୀ? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।